ଥରେ ପ୍ରଭୁ ଶିବଙ୍କର ଜଣେ ମହାନ ସେବକ ପ୍ରଭୁ ଶିବଙ୍କୁ ଗୁହାରି କରି କୁହନ୍ତି, ପ୍ରଭୁ ଆପଣ ଦିନ ରାତି ସବୁବେଳେ ମୂର୍ତ୍ତି ବନି ଛିଡା ହଉଛନ୍ତି, ବହୁତ କଷ୍ଟ ପାଉଛନ୍ତି। ଆଜି ମୁଁ ଆପଣଙ୍କ ବଦଳରେ ମୂର୍ତ୍ତି ବନି ଛିଡା ହଉଛି, ଆପଣ ଟିକେ ଯାଆନ୍ତୁ ବୁଲି ଆସନ୍ତୁ। ପ୍ରଭୁ ଗୋଟେ ସର୍ତ୍ତ ରଖିଲେ। ସେ କହିଲେ, ତୁ ସମସ୍ତଙ୍କ କଥା ଶୁଣିବୁ, କାହାକୁ କିଛି ଉତ୍ତର ଦବୁ ନାହିଁ, କାହା ପାଇଁ କିଛି କରିବୁ ନାହିଁ। ଯଦି ଏ ସର୍ତ୍ତରେ ତୁ ରାଜି ଅଛୁ ତାହେଲେ କହ, ମୁଁ ତତେ ମୂର୍ତ୍ତି ବନେଇ ଛିଡା କରିଦେବି ଆଉ ନିଜେ ଟିକେ ବୁଲି ଆସିବି। ସେ ମହାନ ସେବକ ଜଣକ ରାଜି ହୋଇଯାନ୍ତି। ପ୍ରଭୁ ତାକୁ ନିଜ ବଦଳରେ ମୂର୍ତ୍ତି ବନେଇ ମନ୍ଦିରରେ ଛିଡା କରିଦିଅନ୍ତି ଆଉ ନିଜେ ବୁଲିବାକୁ ଚାଲି ଯାଆନ୍ତି। କିଛି ସମୟ ପରେ ସେଇ ମନ୍ଦିରକୁ ଜଣେ ବ୍ୟାପାରୀ ଆସନ୍ତି। ସେ ଆଣ୍ଠୁ ମାଡି ନମସ୍କାର କରନ୍ତି। ସେହି ସମୟରେ ତାଙ୍କ ପର୍ସଟି ଗଳି ପଡେ ଆଉ ସେ ସେଠାକୁ ଚାଲି ଯାଆନ୍ତି। ଏ ମୂର୍ତ୍ତିରେ ଥିବା ସେବକ ଜଣକ ଭାରି ଇଚ୍ଛା ହୁଏ ତାକୁ ଡାକିକି ସେ ପର୍ସଟି ଫେରେଇ ଦେବା ପାଇଁ, କିନ୍ତୁ ପ୍ରଭୁଙ୍କ ସର୍ତ୍ତ କଥା ମନେ ପଡେ ଆଉ ସେ ଚୁପଚାପ ରହିଯାଆନ୍ତି। କିଛି ସମୟ ପରେ ଆଉ ଜଣେ ଦରିଦ୍ର ଭିକାରୀ ଲୋକଟି ଆସନ୍ତି। ସେ ପ୍ରଭୁଙ୍କ ଆଗରେ ଆଣ୍ଠୁ ମାଡି ନମସ୍କାର କରନ୍ତି ଆଉ କୁହନ୍ତି, ପ୍ରଭୁ ମୋ ପାଇଁ କିଛି ଖାଇବାକୁ ନାହିଁ, ମୋ ପିଲା ଛୁଆ ସବୁ ଭୋକ ଉପାସରେ ଅଛନ୍ତି, ମୋ ପାଇଁ କିଛି ବ୍ୟବସ୍ଥା କରନ୍ତୁ। ଠିକ ସେତିକି ବେଳେ ତାକୁ ସେ ପର୍ସଟି ଦେଖାଯାଏ। ସେ ପର୍ସ ନେଇ ପ୍ରଭୁଙ୍କୁ ଧନ୍ୟବାଦ ଜଣେଇ କୃତଜ୍ଞତା ଜ୍ଞାପନ କରି ସେଠାକୁ ଚାଲିଯାଆନ୍ତି। ତାଙ୍କ ଯିବା ପରେ ପରେ ହିଁ ଜଣେ ନାବିକ ଆସନ୍ତି। ସେ ପ୍ରଭୁଙ୍କୁ ମୁଣ୍ଡ ମାଡି ନମସ୍କାର କରନ୍ତି। ସେ କୁହନ୍ତି, ପ୍ରଭୁ ମୁଁ 15 ଦିନ ସମୁଦ୍ର ଯାତ୍ରା ଯାଉଛି, ମୋ ସୁରକ୍ଷା ଦାୟିତ୍ୱ ଆଉ ମୋ ପରିବାରର ସୁରକ୍ଷା ଦାୟିତ୍ୱ ଆପଣଙ୍କୁ ଲାଗିଲା, ଆପଣ ଟିକେ ଅନେଇଥିବେ। ଏହା କହି ସେ ମନ୍ଦିର ବାହାରକୁ ଯିବାକୁ ଲାଗନ୍ତି। ସେତେବେଳେ ତାଙ୍କୁ ପୋଲିସ ମାନେ ଧରି ନିଅନ୍ତି। ସେ ବ୍ୟାପାରୀ ଜଣଙ୍କର ପର୍ସ ଲୁଟର ମାମଲା ଆଙ୍କ ଉପରେ ରୁଜୁ ହୁଏ। ଏହି ସବୁ ଅନ୍ୟାୟ ଦେଖି ସେ ମୂର୍ତ୍ତି ବେଶରେ ଥିବା ସେବକ ଜଣକ ସହିପାରନ୍ତିନି, ପ୍ରତିବାଦ କରନ୍ତି ଆଉ ସମ୍ପୂର୍ଣ୍ଣ ସତ କଥା କହିଦିଅନ୍ତି। ଶିବଙ୍କ ସତ କଥା ବି ସେ ସମ୍ପୂର୍ଣ୍ଣ ଭୁଲି ଯାଇଥାନ୍ତି, ଯାହାଫଳରେ ସେ ନାବିକ ଜଣକ ମୁକ୍ତ ହୋଇଯାଏ ଆଉ ସେ ଭିକାରୀ ପାଖରୁ ପର୍ସଟି ଜବତ କରାଯାଏ। ରାତିରେ ଯେତେବେଳେ ପ୍ରଭୁ ଶିବ ଫେରନ୍ତି, ସେ ସେବକ ଜଣକ ଗର୍ଭର ସହ ଛାତି ଫୁଲେଇ କୁହନ୍ତି, ମୁଁ ଆଜି ଗୋଟେ କେସ୍ ସଲ୍ଭ କରିଦେଇଛି ଆଉ ସମ୍ପୂର୍ଣ୍ଣ ତଥ୍ୟ ଦିଅନ୍ତି। ସେତେବେଳେ ପ୍ରଭୁ ଶିବ ବହୁତ ରାଗି ଯାଆନ୍ତି। ସେ କୁହନ୍ତି, ତୁ ମୋ ଯୋଜନାରେ ହସ୍ତକ୍ଷେପ କରିଛୁ। ମୁଁ ସେ ନାବିକର ଜୀବନ ବଞ୍ଚାଇବାକୁ ଚାହୁଁଥିଲି, ତା ଜାହାଜ ବୁଡିବାର ଥିଲା ଆଉ ସେ ଭିକାରୀଟି ବହୁତ ଦିନ ହେଲା ଖାଇବାକୁ ପାଇନି, ତା ପରିବାର ବି ଭୋକ ଉପସା ଥିଲା, ତା ପାଇଁ ବି ମୁଁ ଖାଇବାର ବ୍ୟବସ୍ଥା କରିଥିଲି। ଆଉ ସେ ବ୍ୟାପାରୀ ଜଣକ ବହୁତ ବେଇମାନ ଆଉ ଧୂର୍ତ୍ତ ଥିଲା। ସେ ବହୁତ ଲୋକଙ୍କୁ ଠକିଛି, ବହୁତ ଲୋକଙ୍କ ସହିତ ଭୁଲ କାମ କରିକି ପଇସା ରଖିଛି ଆଉ ତାକୁ ତା କର୍ମର ଫଳ ଦଉଥିଲି। ତୁ ଏ ସବୁ ବିଗାଡି ଦେଲୁ। ସେତେବେଳେ ସେ ସେବକ ଜଣକ ତା ଭୁଲ ବୁଝିପାରିଲା, ବହୁତ ଅନୁତାପ କଲା। ଏହାପରେ ପ୍ରଭୁ ସେ ସେବକକୁ ବୁଝାଇ କୁହନ୍ତି, ଯାହା କିଛି ବି ଘଟୁଛି ସବୁକିଛି ମୋ ଯୋଜନାର ଅଂଶ ବିଶେଷ। ତୁମେ ବାସ୍ ସେଇ ମୁହୂର୍ତ୍ତର ସତ୍ୟତାକୁ ଦେଖିପାରୁଛ, କିନ୍ତୁ ମୁଁ ସମ୍ପୂର୍ଣ୍ଣ ସମୟ ଆଉ ସମ୍ପୂର୍ଣ୍ଣ କର୍ମର ସତ୍ୟତାକୁ ଦେଖି ଏଇ ଯୋଜନା ମାନେ ସବୁ ଗଢିଛି। ଯେତେବେଳେ ତୁମକୁ ଲାଗୁଛି ତୁମ ସହିତ କିଛି ଭୁଲ ହଉଛି, ତୁମ ସହିତ କିଛି ଖରାପ ହଉଛି, ସେତେବେଳେ ଭାବିବ ଏହା ତୁମ ଭଲ ପାଇଁ ହିଁ ହଉଛି। କାହାଣୀର ସାରାଂଶ, ବେଳେବେଳେ ଆମକୁ ଏପରି ଲାଗେ ମୋ ସହିତ ବହୁତ ଭୁଲ ହଉଛି, ମୋ ସହିତ ବହୁତ ଅନ୍ୟାୟ ହଉଛି, ସମସ୍ତେ ମୋ ସହିତ ହିଁ ଷଡ଼ଯନ୍ତ୍ର କରୁଛନ୍ତି, ଏ ସବୁ କିଛି ମୋ ସହିତ ହିଁ କାହିଁକି ହଉଛି। ସେତେବେଳେ ଭାବିବେ ଏ ସବୁ ଆପଣଙ୍କ ଭଲ ପାଇଁ ହିଁ ହଉଛି। ଆଜି ନହେଲେ କାଲି ଆପଣ ଏ ସବୁ କିଛି ବୁଝିପାରିବେ। ତେଣୁ ଭଗବାନଙ୍କ ଯୋଜନା ବହୁତ ବଡ ଆଉ ଗଭୀର ହୋଇଥାଏ। ସେଥିରେ ପ୍ରଶ୍ନବାଚୀ ସୃଷ୍ଟି କରନ୍ତୁ ନାହିଁ, ଭରସା ରଖନ୍ତୁ, ସବୁ କିଛି ଠିକ ହୋଇଯିବ। ଜୟ ଶ୍ରୀ ଜଗନ୍ନାଥ।